କୁଟା ଭାଡ଼ିରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଭାଇ ଓ ଭଉଣୀ ଗୁରୁତର। ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୋହାଣ ଗାଁର ସାଲଖାନ ମୁର୍ମୁଙ୍କର 3 ବର୍ଷର ପୁଅ ଓ 4 ବର୍ଷର ଝିଅ ଘରେ କେହି ନଥିବା ସମୟରେ କୁଟା ଭାଡ଼ି ନିକଟରେ ଖେଳୁଥିଲେ। ସେଟା ସକାଳୁ ଟାଇମ୍ରେ ଭାତ ବସାଉଥିଲେ, ସେ ପାଖରେ କୁଟା ବାଡ଼ି ପାଖରେ ଚୁଲିଟା କରିଥିଲେ। ହୁଏତ ସେମାନେ ରୋଷେଇ ସାରିକରି କୁଆଡ଼େ ଯାଇଥିବେ, ସେ ଛୁଆଗା ଦାଣ୍ଡରେ ଖେଳୁଥିଲେ। ତାପରେ ସେମାନେ ଆସିକରି କେତେବେଳେ ପୁଡ଼ି ପୁଡ଼ା ହେଇଥିବେ। ତାଙ୍କର ବାପା ବି କାମ ଯାଇଥିଲେ, ତାଙ୍କର ମା ବି କୁଆଡ଼େ ପୁଖରୀ ଆଡ଼େ ସଫା କରତେ ଯାଇଥିଲେ। ସେଇ ଟାଇମ୍ରେ ସେ ଛୁଆଗା 2 ଜଣ ପୁଡ଼ି ହେଇଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ କୁଟା ଭାଡ଼ି ନିକଟରେ ଥିବା ଚୁଲିରୁ ହଠାତ୍ ନିଆଁ କୁଟା ଭାଡ଼ିରେ ଲାଗିଯିବାରୁ 2 ଭାଇ ଭଉଣୀଙ୍କ ଡ୍ରେସ୍ରେ ନିଆଁ ଲାଗିଯାଇଥିଲା। ଏହାପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ଯଶୀପୁର ଡାକ୍ତରଖାନା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଶେଷ ସୂଚନା ମୁତାବକ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁଃଖର ବିଷୟ, କୁନି 2 ଜଣ ଭାଇ ଭଉଣୀ ହେଉଛି ଛୋଟ 3-4 ବର୍ଷର ଛୁଆ ଯେଉଁ ପୋଡ଼ି ହେଇଛନ୍ତି, ବହୁତ ଦୁଃଖ ଲାଗୁଛି। ଏ ବାବଦରେ ହେଉଛି ଆମର ସିଡମଙ୍କ ସହିତ ମୁଁ କଥାବାର୍ତ୍ତା ହେଲି, ଆମର ସର୍ଜରୀ ଡକ୍ଟରଙ୍କ ସହିତ କଥାବାର୍ତ୍ତା ହେଲି। ବହୁତ କ୍ରିଟିକାଲ ଅଛି, ତେଣୁ ତାଙ୍କୁ ତୁରନ୍ତ ହେଉଛି କଟକ ହେଉଛି ନେବାର ବ୍ୟବସ୍ଥା ମୁଁ ଡାକ୍ତରଙ୍କୁ ହେଉଛି କଥାବାର୍ତ୍ତା କରି କରେଇଛି। କେନ୍ଦୁଝରରୁ ମନୋଜ ଘିନ୍ସିଙ୍କ ରିପୋର୍ଟ, ଖବର ଓଡ଼ିଶା।